ଆଲୋଚନା ପିଲାମାନେ ଆମେ ଦେଖିବା ଆଜି ଯୋଉ ବିଜ୍ଞାନ ରହୁଛି ନବମ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ଅଛି ଦେଖ ପିଲାମାନେ ତିନୋଟି ଡାର୍ଲିନ ପ୍ରଥମ କ୍ୱେଶ୍ଚନ ଥିଲା ପଦାର୍ଥର କେଉଁ ଅବସ୍ଥାରେ କଣିକା ମାନେ ଆୟନ ଅବସ୍ଥାରେ ରହିଥାନ୍ତି। ଉଦାହରଣ ହଉଛି ପ୍ଲାଜମା ହବ। ଖରାଦିନେ କାହିଁକି ସୂତା ପୋଷାକ ପିନ୍ଧିବା ଉଚିତ। ଶରୀରରୁ ବାହାରୁଥିବା ଝାଳକୁ ଶୋଷି ନିଏ। ତାହେଲେ ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କ ଠାରୁ କମ ଥିବା ଯେକୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସରେ ପରିଣତ ହୁଏ ତାକୁ କଣ କୁହାଯାଏ ନା ବାଷ୍ପୀଭବନ। ଜଳର ସ୍ଫୁଟନାଙ୍କ କେଲଭିନ ସ୍କେଲ କେତେ ହବ ନା 373 କେ ଭି ଆମୋନିୟମ କ୍ଲୋରାଇଡକୁ ଗରମ କଲେ ଏହା ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାଏ। ଏହାକୁ କେଉଁ ପ୍ରକ୍ରିୟା କୁହାଯାଏ ନା ଊର୍ଧ୍ୱପାତନ। ୟୁନିଟ 2 ଜଳ ଦ୍ରବୀଭୂତ ସୋଡିୟମ କ୍ଲୋରାଇଡକୁ କେଉଁ ଭୌତିକ ପ୍ରକ୍ରିୟା ଦ୍ୱାରା ଜଳ ଅଲଗା କରାଯାଏ ବାଷ୍ପୀକରଣ। ଯେତେବେଳେ ଦ୍ରବ ଦ୍ରାବକୁ ଚିହ୍ନଟ କର। ଦ୍ରବ ହଉଛି ଦସ୍ତା, ଦ୍ରାବକ ହଉଛି କଣ ନା ତମ୍ବା। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୂକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କଣ ହେବ ନା ସ୍ଫଟିକ ଆକାରରେ ତଳେ ଜମିଯିବ। ଆଇଭି ଗୋଟେ ଦ୍ରବଣ 320 ଗ୍ରାମ ଜଳ 40 ଗ୍ରାମ ସାଧାରଣ ଲୁଣ ରହିଛି। ବସ୍ତୁତ ବିଭକ୍ତ ବସ୍ତୁତ ଶତକଡା ଅନୁପାତରେ ଦ୍ରବଣ ଗାଢତା କେତେ ନା 11.11 ଶତକଡା। କେଉଁ ପଦ୍ଧତି ଦ୍ୱାରା କଲଏଡ କଣିକା ଗୁଡିକୁ ଦ୍ରବଣରୁ ଅଲଗା କରାଯାଇ ପାରିବ। ବାଇନୋମିଆଲ ନୋମେନକ୍ଲେଚର ପଦ୍ଧତିର ପ୍ରବର୍ତ୍ତକ କିଏ କାର୍ଲ ଲିନିୟସ। ଫିଲିସ ଡୋମାଷ୍ଟିକ କାହାର ବୈଜ୍ଞାନିକ ନାମ ବିଲେଇ। ନଗ୍ନ ବୀଜ ଉଦ୍ଭିଦ ମାନଙ୍କ ବୀଜ ଗୁଡିକ ଫଳଭିତରେ ନ ରହି କେଉଁ ଭାବରେ ରହିଥାଏ ବୀଜ ପତ୍ର। ଏନିଲିଡା ଶ୍ରେଣୀର ପ୍ରାଣୀ ମାନେ କାହା ଦ୍ୱାରା ଚଳପ୍ରଚଳ କରନ୍ତି ପାରାଫୋଡିଆ। ଏବସ ମାନଙ୍କ ହୃତପିଣ୍ଡ 4 କୋଠରୀ ବିଶିଷ୍ଟ। ନେକ୍ସଟ କହିଲା ଖୁବ କମ ସଂଖ୍ୟକ ଜୀବ ପୃଥିବୀର ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥାନ୍ତି। ଏମାନଙ୍କ ସଂଖ୍ୟା ବୃଦ୍ଧି ମନ୍ଥର ଗତି ହୋଇଥିବାରୁ ଏମାନେ ଡ୍ୟାସ ଜାତିର ବିପଦ ସଂକୁଳ। ଆଇସେସ ମାନଙ୍କ ପାକ ନଳୀର ଶେଷ ଭାଗରେ ଡ୍ୟାସ ଥାଏ। ଥାର୍ଡ ହିମିକଡାଟାଙ୍କର ଗ୍ରସନରେ ଥିବା ଡ୍ୟାସ ହିଁ କେବଳ ଏକମାତ୍ର କଡାଟା ଲକ୍ଷଣ ଗାଲି ଛିଦ୍ର। ପ୍ଲାଣ୍ଟି ମାନଙ୍କ ପତ୍ର ତଥା ଅନ୍ୟ ସବୁଜ ଅଂଶ ଥିବା ଡ୍ୟାସ ଦ୍ୱାରା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ହୋଇଥାଏ। ଉତ୍ତର ହରିତ କଣା। ଜୀବ ମାନଙ୍କର କେତେକ ଶ୍ରେଣୀର ସମୟରେ ଡ୍ୟାସ ଗଠିତ ପର୍ବ। ମଲ୍ଟିପଲ ଆସନ ବାୟୁ ଗନ୍ଧ ଅତର ବାସ୍ନା ତାପମାତ୍ରା ଏଥିମଧ୍ୟ କେଉଁଠି ଏକ ପଦାର୍ଥ ଅଟେ। ବାୟୁ ନିମ୍ନତ ପଦାର୍ଥ ଗୁଡିକୁ ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଉ। ଫାଷ୍ଟ ବାୟୁ ତାପରେ ଚିମିନି ନିର୍ଗତ ଧୂଆଁ ତାପରେ ଜଳ ତାପରେ ମହୁ। କିଏ ଆମ ଦେହରେ ଅଧିକ ଦହନ ସୃଷ୍ଟି କରେ ବାମ୍ଫ। କେଉଁ ପ୍ରକ୍ରିୟାକୁ ସାମଗ୍ରିକ ପରିଘଟଣା ସ୍ଫୁଟନ ସାନ୍ଦ୍ରତାର ଏକ କଣ ନା କେଜି ପର ମିଟର କ୍ୟୁବ। ମହମ୍ମଦ ଜଳିବା କେଉଁ ପ୍ରକାର ପରିବର୍ତ୍ତନ ଭୌତିକ ରାସାୟନିକ। ଗାଲିଲିଓ ଧାତୁଟି କେଉଁ ତାପମାତ୍ରା ତଳ ହୋଇଯାଏ 30 ଡିଗ୍ରୀ ସେଲସିଆସ। ଆର୍ଗନ ଅକ୍ସିଜେନ ନାଇଟ୍ରୋଜେନ ସେମାନଙ୍କ ସ୍ଫୁଟନାଙ୍କର ବର୍ଦ୍ଧିତ କଣ ଫାଷ୍ଟ ନାଇଟ୍ରୋଜେନ ହବ। ତାପରେ ଆର୍ଗନ ତାପରେ ହଉଛି ଅକ୍ସିଜେନ। ନିଶା ଦ୍ରବ୍ୟ ଅଲଗା କରିବା ପାଇଁ କଣ ବ୍ୟବହାର କରାଯାଏ କ୍ରୋମାଟୋଗ୍ରାଫି। କେଉଁ ପ୍ରକ୍ରିୟାର ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲଫେଟ ପାଇପାରିବ ସ୍ପଟିକରଣ। ୟୁନିଟ 3 କହିଲା ପିଲାମାନେ କ ସ୍ତମ୍ଭ ସହିତ ଖ ସ୍ତମ୍ଭ। କ ହେଲା ମୋନେରା ପ୍ରୋଟିଷ୍ଟା ଏକ ବିଜି ପତ୍ର ଦୁଇ ବିଜି ପତ୍ର କମଣ୍ଡଳ ଗଛ। ଖ ସ୍ତମ୍ଭ ହେଲା ପିଆଜ ବିଲୁପ୍ତ ଜାତି ବ୍ୟାକ୍ଟେରିଆ ଏମୋବା ତେନ୍ତୁଳି ଲୁପ୍ତ ପ୍ରାୟ ଜାତି। ଦେଖ ମୋନେରା ହବ ବ୍ୟାକ୍ଟେରିଆ ପ୍ରୋଟିଷ୍ଟା ହବ ଏମୋବା ଏକ ବିଜି ପତ୍ର ପିଆଜ ଦୁଇ ବିଜି ପତ୍ର ତେନ୍ତୁଳି କମଣ୍ଡଳ ଗଛ ଲୁପ୍ତ ପ୍ରାୟ ପିଲାମାନେ ଏଇଟା ଲାଷ୍ଟ ସେକ୍ସନ ଆମର। ଭାରତ ମହାସାଗର ନିକଟ ନିକୋବର ଦ୍ୱୀପପୁଞ୍ଜ ଡୋଡୋ ପକ୍ଷୀ ଦେଖାଯାଉଛି ଏଇଟା ଭୁଲ ହବ। ଗାଈର ବୈଜ୍ଞାନିକ ନାମ ବସ ଇଣ୍ଡିକସ ଏଇଟା ଠିକ ଅଛି। ସାଲମେଣ୍ଡର ଆମ୍ଫିବିଆ ଶ୍ରେଣୀର ଏଇଟା ବି ଠିକ ଅଛି। ବିହଙ୍ଗ ମାନଙ୍କ ମଳରେ ୟୁରିକ ଅମ୍ଳ ଥାଏ ଏଇଟା ବି ଠିକ ଅଛି। ସମୁଦ୍ର ତାରା ମଲ୍ଲିଷ୍କା ଶ୍ରେଣୀ ଅନ୍ତର୍ଭୁକ୍ତ ଏଇଟା ଭୁଲ ଅଛି ପିଲାମାନେ ଆମର ଏଇଟା ଥିଲା ନବମ ଶ୍ରେଣୀର ବିଜ୍ଞାନ କୋଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଖିଦେବେ।